ପଲିଥିନ୍ ନିଷିଦ୍ଧ ଏକ ଭେଳିକି ଗାଈ ପେଟରୁ ବାହାରିଲା 50 କିଲୋ ଜରି। ରାଜ୍ୟରେ ପଲିଥିନ୍ ବ୍ୟାଗ୍ ଓ ପ୍ଲାଷ୍ଟିକ୍ ବ୍ୟବହାରକୁ ସରକାରଙ୍କ ପକ୍ଷରୁ ନିଷିଦ୍ଧ କରାଯାଇଛି, କିନ୍ତୁ ତାହା କେବଳ କାଗଜ କଲମରେ ସୀମିତ ରହିଛି। କିଛି ଦିନ ଧରପଗଡ଼ ପରେ ସରକାରୀ କଳ ଶୋଇପଡ଼ିଛି, ଯେଉଁଥିପାଇଁ ଆଜି ଛୋଟରୁ ବଡ଼ ବଡ଼ ଦୋକାନରେ କିଣାକିଣି ବେଳେ ପଲିଥିନ୍ ବ୍ୟବହାର ହେଉଛି। କେବଳ ଦୋକାନ ବଜାରରେ ନୁହେଁ, ଆବର୍ଜନା ଗଦାରେ କୁଡ଼ କୁଡ଼ ପଲିଥିନ୍ ଜମା ହେଉଛି। ସହରକୁ ଆବର୍ଜନା ମୁକ୍ତ କରିବା ତଥା ସଠିକ୍ ପରିଚାଳନା ପାଇଁ ବ୍ରହ୍ମପୁର ମହାନଗର ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଆବର୍ଜନା ହଟୁନଥିବା ଦେଖିବାକୁ ମିଳୁଛି। ଆଉ ଯାହାର ଭୟଙ୍କର ପରିଣାମ ଭୋଗୁଛନ୍ତି ନିରୀହ ପଶୁ। ସୂଚନା ମୁତାବକ ଗତ 3 ଦିନ ତଳେ ଏକ ଗାଈ ହିଲପାଟନା ବଡ଼ସାହି ମୁଖ୍ୟ ରାସ୍ତାରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଲୋକେ ପଶୁ ସହାୟତା ନମ୍ବର 1962କୁ ଯୋଗାଯୋଗ କରିଥିଲେ। ଫଳରେ ପଶୁ ଚିକିତ୍ସାଳୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ଜାରି ରଖିଥିଲେ ମଧ୍ୟ କୌଣସି ସୁଧାର ଆସିନଥିଲା। ବର୍ଷା କାକରରେ ଛଟପଟ ହେଉଥିବା ଉକ୍ତ ଗାଈକୁ ଦେଖି ପ୍ରଥମେ ସ୍ଥାନୀୟ କର୍ପୋରେଟର ସଞ୍ଜିତ ପାଣିଗ୍ରାହୀ ଓ ପରେ ପଶୁପ୍ରେମୀ ଲଳାଟେଣ୍ଡୁ ଚୌଧୁରୀଙ୍କୁ ଜଣାଇଥିଲେ। ଶ୍ରୀ ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ତାର ଉତ୍ତମ ଚିକିତ୍ସା ପାଇଁ ଚିକିତ୍ସା ଅଧିକାରୀ ଅଞ୍ଜନ ଦାସଙ୍କୁ ଅନୁରୋଧ କରିଥିଲେ। ଉକ୍ତ ଗାଈକୁ ଘଟଣାସ୍ଥଳରୁ ଉଦ୍ଧାର କରି ପଶୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ତାର ପେଟରେ ଯନ୍ତ୍ରଣା ହେଉଥିବା ଚିକିତ୍ସାରୁ ଜାଣି ପ୍ରଥମେ ପେଟର ଏକ ଛୋଟ ଅସ୍ତ୍ରୋପଚାର କରିବା ପରେ ଗାଈଟି ସୁସ୍ଥ ଅନୁଭବ କରୁଥିବା ଡାକ୍ତର ସତ୍ୟନାରାୟଣ କର ଦେଖି ଆଜି ଅସ୍ତ୍ରୋପଚାର କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା, ଅସ୍ତ୍ରୋପଚାର ପରେ ପେଟରୁ ପାଖାପାଖି 50 କିଲୋ ଓଜନର ପଲିଥିନ୍ ଜରିର ଗୁଳା ବାହାରିଥିଲା, ଯାହାକୁ ଦେଖି ପଶୁ ଚିକିତ୍ସାଳୟର କର୍ମଚାରୀ ହରିଚନ୍ଦ୍ର ନାୟକ, ରାମଚନ୍ଦ୍ର ସାହୁଙ୍କ ସମେତ ବହୁ ପଶୁପ୍ରେମୀ ତାଜୁବ ହୋଇଯାଇଥିଲେ। ଡାକ୍ତର ସତ୍ୟନାରାୟଣ କରଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଚେଷ୍ଟା ପରେ ଉକ୍ତ ଗାଈର ଅସ୍ତ୍ରୋପଚାର ହୋଇପାରିଥିଲା। ଫଳରେ ଗାଈଟି ବର୍ତ୍ତମାନ ସୁସ୍ଥ ଥିବା ଜଣାପଡ଼ିଛି। ରାଜ୍ୟ ସରକାର ଏପରି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ପୂର୍ବରୁ ପଲିଥିନ୍ ନିଷିଦ୍ଧ ଘୋଷଣା କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ସୁଫଳ ଦେଖିବାକୁ ମିଳୁନାହିଁ। ବ୍ୟାପକ ଭାବେ ଚାଲିଛି ପଲିଥିନ୍ ଜରିର ବ୍ୟବହାର, ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ହିଲପାଟନା ବଡ଼ସାହିର ଉଦ୍ଧାର ହୋଇଥିବା ଗାଈର ପେଟ ଅସ୍ତ୍ରୋପଚାର ପରେ। ଏହି କାର୍ଯ୍ୟ କେବଳ ଡାକ୍ତରଙ୍କ ଯୋଗୁଁ ହିଁ ସମ୍ଭବପର ହୋଇପାରିଛି। ଡାକ୍ତରଙ୍କ ସମୟୋଚିତ ପଦକ୍ଷେପ ସ୍ୱାଗତଯୋଗ୍ୟ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ବ୍ୟୁରୋ ରିପୋର୍ଟ, ON9।